ଅବତଳ ଦର୍ପଣର ପ୍ରତିବିମ୍ବ ଗଠନ ସମୟରେ ବସ୍ତୁର ସ୍ଥିତି ଯେତେବେଳେ ସି ଠାରୁ ଦୂରରେ, ଅର୍ଥାତ୍ ପୂର୍ବ ସ୍ଥିତିଠାରୁ ବସ୍ତୁଟି ଦର୍ପଣ ଆଡ଼କୁ ଟିକେ ଆଗକୁ ଆସିଲା। ଏଠାରେ ପ୍ରତିବିମ୍ବ କେଉଁଠି ସୃଷ୍ଟି ହେବ? ପୂର୍ବ ସ୍ଥିତିରେ କେଉଁଠି ପ୍ରତିବିମ୍ବ ସୃଷ୍ଟି ହୋଇଥିଲା? ଏଫ୍ ଟାରେ। ଏଫ୍ ଠାରେ ଯେଉଁ ସୃଷ୍ଟି ହୋଇଥିଲା, ବର୍ତ୍ତମାନ ପ୍ରତିବିମ୍ବ ଏଫ୍ ଠାରୁ ଟିକେ ବାହାରକୁ ଆସିବ। କେଉଁଠି ସୃଷ୍ଟି ହେବ? ସି ଆଉ ଏଫ୍ ମଝିରେ। ତେଣୁ ପ୍ରତିବିମ୍ବ କ'ଣ ହେବ? ଯେଉଁ ବସ୍ତୁର ଆକାରଠୁ ଟିକେ ସାନ ହେବ, ତେଣୁ ପ୍ରତିବିମ୍ବ ଆକାର ହେଉଛି କ୍ଷୁଦ୍ର। ପ୍ରତିବିମ୍ବର ପ୍ରକୃତି କ'ଣ ହେବ? ବାସ୍ତବ ଆଉ ଓଲଟା। ଯେହେତୁ ପ୍ରତିବିମ୍ବ ସୃଷ୍ଟି ହେଉଛି ବାସ୍ତବ ଆଉ ଓଲଟା, କାରଣ ବସ୍ତୁର ସ୍ଥିତି ଏ ବି ହେଲା ବେଳକୁ ପ୍ରତିବିମ୍ବ ବି ଡ୍ୟାସ୍ ଏ ଡ୍ୟାସ୍।